ଆମର ଏଇ ଯୋଉ ଆମ ପଞ୍ଚାୟତରେ ଯୋଉ ଅଛି ଆମର ଜନସେବା କେନ୍ଦ୍ର ଶ୍ରୀକୃଷ୍ଣ ଡିଜିଟାଲ ସେବା କେନ୍ଦ୍ରରେ ଆମେ ଆପ୍ଲାଏ କରୁଛୁ। ନାଇଁ ଆମର ସେମିତି କିଛି ନାହିଁ, ଆମେ ବିନା ମାଗଣାରେ ଫର୍ମ ଦେଇଛୁ, ସେ ସବୁ ଆମର କାମ କରୁଛନ୍ତି। ଏଟା ତାଙ୍କର ଅଲଗା କିଛି ମ୍ୟାଟରରେ ସେ ଝଗଡା ଲାଗିପାରନ୍ତି କି କଣ ହୁଏ, କିନ୍ତୁ ଏ ମିଛରେ ତାଙ୍କୁ ଗୋଟେ ବଦନାମ କରିବା ପାଇଁ ଏ ସବୁ ମିଛ କଥା କହୁଛନ୍ତି ଯେ ଆମେ ଝିଅ ବୋହୂ ମାନେ ପଇସା ଦେଇକି ତାଙ୍କୁ କାମ କରେଇଛୁ, କିନ୍ତୁ ବିନା ମାଗଣାରେ ସେ ଆମକୁ କରେଇ ଦେଇଛନ୍ତି। ବହୁତ ସେମିତି ତ କହିବି ନାହିଁ, କିନ୍ତୁ ବହୁତ ଆମେ ତାଙ୍କ ପାଖରେ ଫର୍ମ ଦେଇକି ଆମର ସେ କାମ କରିଦେଇଛୁ। ମୁଁ ସୁଭଦ୍ରା ଯୋଜନା ଫ୍ରି ଅଫ୍ କଷ୍ଟ ଆପ୍ଲାଏ କରିଛି ସମସ୍ତେ। ମୁଁ ମୋ ଆଇଡିର 850 ପାଖାପାଖି ଲୋକଙ୍କ ଆପ୍ଲାଏ କରିଛି। ମୁଁ ଟଙ୍କାଟେ କାହାର ପାଖରୁ ନେଇନି। ଏସବୁ ମିଛ କଥା। ସେ ସବୁବେଳେ ଆସିକି ମୋତେ ପଇସା ପତ୍ର ମାଗୁଛି। ଅବଦୁଲ ସବୁବେଳେ ଆସିକି ମୋତେ ପଇସା ପତ୍ର ମାଗୁଛନ୍ତି। ଆଉ ସିଏ ଚାହୁଁଛନ୍ତି ଯେ ବିଜେଡି କଂଗ୍ରେସର କାହାରି ଆପ୍ଲାଏ କରିବା ପାଇଁ ମନା କରୁଛନ୍ତି ସୁଭଦ୍ରା ଯୋଜନା। ମୁଁ ଚାହିଁଲେ ମୁଁ ଯାହାର ନାଁ କହିବି ସେମାନେ ଆସିକି ମୋତେ ମୋ ନାଁ କହିଲେ ତମେ ଆପ୍ଲାଏ କରିବ, ଆଉ କାହାର ଅଲଗା ଲୋକର କାହାର ଆପ୍ଲାଏ କରିବନି, ମୋ ବିଜେପି ତରଫରୁ ହିଁ ତମେ ଖାଲି କାମ କରିବ, ଏମିତି ବାରମ୍ବାର ମୋତେ ଧମକେଇଛି। ମୋ ଏମିତିକି ମୋ ନିଜ ବ୍ୟାନର ଫ୍ୟାନର ସବୁ କାଢି ପକେଇଛି। ବ୍ୟାନର ଲଗେଇବା ପାଇଁ ମନା କରିଛନ୍ତି ଲୋକ। ଏଠି କେହି ଯେମିତି ନ ଆସୁ, ବିଜେଡି ବିଜେପି କେହି ଯେମିତି ନ ଆସୁ କଂଗ୍ରେସ ବାଲାଙ୍କ, ଖାଲି ଓନ୍ଲି ବିଜେପି ବାଲାର କାମ ହବ। ଯୋଉମାନେ ଅବଦୁଲ ନାଁରେ କହିବ ସେମାନଙ୍କୁ ହିଁ କାମ କରାହବ, ସେମିତି ମୋତେ ସେ ବାରମ୍ବାର ଧମକେଇଛି। ଆଉ ସେଦିନ ମୋତେ ବାରମ୍ବାର ଆସିକି ମୋତେ ପଇସା ମାଗୁଛି, ଯେ ଯୋଉମାନେ ଆସୁଛନ୍ତି ତାଙ୍କ ଉପରେ ପଇସା ମାଗୁଛନ୍ତି। ମୋତେ କହିଲା ପଇସା ତୁ କିଛି ଦେ। ମୋତେ ବାରମ୍ବାର ପ୍ରତ୍ୟେକ ଦିନ ମୋତେ 500 1000 ମାଗନ୍ତି। ତ ସେଦିନ ମୁଁ ପଇସା ନ ଦେବାରୁ ସେଦିନ ସେ ଆସିକି ମୋତେ, ମୋ ଡରରେ ଏଇଠି ପଇସା ଗଣୁଥିଲେ, ସେ ଜବରଦସ୍ତି ଆସିକି ମୋତେ କଲର ଫଲର ଧରି ଟାଣିଲା, ମାରିଲା କାନ୍ଥରେ କୋଡିକି। ଆଉ ମାରିଲା ପରେ ସେ ଅସଭ୍ୟ ଭାଷା କହିଲା ମୁଁ ଆମେ ଏଠି କହିଥିବା ରାଜ କରୁଛୁ, ରାଜ କରିବୁ। ମୋ ପଇସା ଅଲରେଡି ନେଇଯାଇଛି 10,000 ଟଙ୍କା କ୍ୟାସ୍ ମନି। ମୋ ବେକରେ ଚେନ୍ ଥିଲା ନେଇଯାଇଛି। କାହିଁକିନା ସେ ସବୁବେଳେ ଏଠି ଆମର ବିଜେପି ଅଫିସ ସାଇଡ୍ରେ ଅଛି। କିନ୍ତୁ ଅବଦୁଲ କି ଆମ କହିଥିବା ସେଇ ଜଣ କେହି ଜଣ ନୁହଁ, ଖାଲି ଏମିତି ସାଧାରଣ ଲୋକ। କିନ୍ତୁ ତାଙ୍କୁ ସିଏ ଭାବୁଛନ୍ତି ମୁଁ କଷ୍ଟ ଫଷ୍ଟ କରି ମୁଁ ଗୋଟେ ବିଜେପିର ସଭାପତି ଅଛନ୍ତି, କିନ୍ତୁ ଇଏ ଭାବୁଛନ୍ତି ମୁଁ ଗୋଟେ ଜଣେ ସଭାପତି। ସେ ଛିଡା ହେବା ପାଇଁ ସେ ତାଙ୍କର ଗୋଟେ ପପୁଲେସନ ଗୋଟେ ଲୋକଙ୍କୁ ନେଇକି ସେମାନେ ଗଣ୍ଡଗୋଳ କରୁଛନ୍ତି। ଏମିତି ତାଙ୍କର ନାଁରେ ଥାନାରେ ବହୁତ କେସ୍ ଅଛି। ମୋ ଏକା ନୁହଁ, ବହୁତ କେସ୍ ହେଇଛି। ସେ ସେମିତି ଗଣ୍ଡଗୋଳ ହିଁ କରନ୍ତି। ନା ମୁଁ ସାର୍, ଯଦି ସେ ଯଦି ନ ବୁଝନ୍ତି, ପୁଲିସ ଯଦି ଥାନା ବାଲା ଯଦି ନ ବୁଝନ୍ତି, ମୁଁ ଡାଇରେକ୍ଟ ଯିବି ଡିଷ୍ଟ୍ରିକ୍ଟ ଲେବୁଲକୁ। ଯଦି ଡିଷ୍ଟ୍ରିକ୍ଟ ଲେବୁଲ ଯଦି ନହେଲା ମୁଁ ପୁରା ଡାଇରେକ୍ଟ ସେଠି ଭୁବନେଶ୍ୱର ଯିବାର ପ୍ରୋଗ୍ରାମ ସେମିତି ରଖିଛି। କେସ୍ ଯେମିତି ଆମର ନ୍ୟାୟ ଯେମିତି କରିଛି, ଆମ ପ୍ରତି ଅନ୍ୟାୟ କରିଛି, ସେ ଆମକୁ ନ୍ୟାୟ ଚାହେଁ। ମୋର ନ୍ୟାୟ ମିଳିବା ଦରକାର। ମୋର କମ୍ପ୍ୟୁଟର ଜେରକ୍ସ ମେସିନ୍ ବାଡ଼େଇ ଦେଇଛି। ମୁଁ ଜେରକ୍ସ ମେସିନ୍ ବାଡ଼େଇ ଦେଇଛି। ଆଉ ମୋ ପଇସା ପତ୍ର ନେଇଯାଇଛି। ମୋ ବେକରେ ସୁନା ଚେନ୍ ଥିଲା ନେଇଯାଇଛି। ଆଉ ବାଡ଼େଇ ମୋ ମୁଣ୍ଡ ଏବେ ଫୁଲି ଯାଇଛି, ଯାହା ଫଳରେ ମୋତେ ମେଡିକାଲ ଯିବାକୁ ପଡ଼ିବ ବାରମ୍ବାର। ସେଦିନ ମେଡିକାଲରୁ ମୁଁ ଟ୍ରିଟମେଣ୍ଟ ହେଇକି ଆସିଲି, ଏବେ ବି ମୋତେ ମୋର ଭଲ ହଉନି।